ସୁଲଣ ଗ୍ରାମରେ ଅଖଣ୍ଡ ବ୍ରହ୍ମଯଜ୍ଞ ଅନୁଷ୍ଠିତ। କେନ୍ଦୁଝର ଜିଲ୍ଲା ହାଟଡି ବ୍ଲକ ସୁଲଣ ଗ୍ରାମର ମୁରାରୀ ମୋହନ ଜେନାଙ୍କ ବାସଭବନରେ ଅଖଣ୍ଡ ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅଖଣ୍ଡବତୀ ପ୍ରଜ୍ୱଳନ କରାଯିବା ସହ ଧ୍ୱନିଯଜ୍ଞ ପ୍ରଜ୍ୱଳନ କରାଯାଇଥିଲା। ପରେ ପ୍ରଭୁ ବନ୍ଦନା କାର୍ଯ୍ୟକ୍ରମ ଓ ନିର୍ଗୁଣ ବ୍ରହ୍ମସ୍ତୋତ୍ର ପଠନ କରାଯାଇଥିଲା। ଏହି ଅବସରରେ ମହିମା ଧର୍ମ ଦର୍ଶନ ଉପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ବାଲ୍ୟଲୀଳା ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନଦୁଆ ମହିମା ଗାଦିର ଅଧ୍ୟକ୍ଷ ବାବା ଭାଗୀରଥୀ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭକ୍ତ ନୀଳମଣି ଦାସ, ଗୋପବନ୍ଧୁ ଦାସ, ବାବୁଲି ଦାସ, ଯଦୁମଣି ଦାସଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ। ଧର୍ମପରାୟଣ ବ୍ୟକ୍ତି ଅଚ୍ୟୁତାନନ୍ଦ ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖଗେଶ୍ୱର ଜେନା, ମୁରାରୀ ମୋହନ ଜେନା, ମଧୁସୂଦନ ଜେନା, ଶରତ କୁମାର ଜେନା, ଝରଣା ଜେନା, ଅନ୍ନପୂର୍ଣ୍ଣା ଜେନା, ପ୍ରେମଲତା ପାତ୍ର, କବିତା ଜେନାଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିବା ଦେଖାଯାଇଥିଲା। ତାଙ୍କ ମୃତ୍ୟୁର ଅନେକ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। ସମ୍ଭାର ବର୍ଚ୍ଛିତ ଅନ୍ଧକାର ଯେତେବେଳେ ପୃଥିବୀରେ ତାର ଚଳନ ହେଉଥାଏ, ଭଗବତ ତୁଙ୍ଗରେ ଭାସି ଆସି ଖଞ୍ଜଣିମାର ସ୍ୱର ମଧ୍ୟରେ ଧୂମ ହୋଇ ପୃଥିବୀକୁ ବାରମ୍ବାର ଅବତରଣ କରି ଆସନ୍ତି। ଆମମାନ ଭିତରେ ଜାରି ଦିଅନ୍ତି ଆଧ୍ୟାତ୍ମିକ ଅନ୍ୱେଷଣ ସନ୍ଧ୍ୟା ଦିବସିକା। ସେ ମିଲିହା ଦିବସିକ ହେତେ କରି ଆମେ ପାଆନ୍ତି ଆଧ୍ୟାତ୍ମିକ ରଶ୍ମି। ସେ ଆଜି ନାହାନ୍ତି, ସମାଜ